ପାଳାରେ ଶୀଘ୍ର ଆଗମନ କରିବାକୁ ଯାଉଥିବା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପବିତ୍ର ଓ ବହୁମୂଲ୍ୟ ନାମରେ ନିର୍ମଳଖରା ୟୁଟ୍ୟୁବ୍ ଚ୍ୟାନେଲରେ ଆପଣ ସମସ୍ତଙ୍କୁ ସ୍ୱାଗତ କରେ। ପ୍ରତିଦିନ ପ୍ରତି ପ୍ରଭାତ ଆମମାନେ ନିର୍ମଳଖରା ୟୁଟ୍ୟୁବ୍ ଚ୍ୟାନେଲ ମାଧ୍ୟମରେ ନୂଆ ନୂଆ ପ୍ରସଙ୍ଗରେ ପ୍ରଭୁଙ୍କର ବାକ୍ୟ ଶୁଣିବାର ଆମେ ସୁଯୋଗ ପାଉଛୁ। ପରମେଶ୍ୱର ପ୍ରତି ପ୍ରଭାତରେ ତାଙ୍କର ପବିତ୍ର ବାକ୍ୟ ଦ୍ୱାରା ସେ ଆମ ସମସ୍ତଙ୍କ ସହିତ କଥାବାର୍ତ୍ତା ହେଉଛନ୍ତି। ସେଥିପାଇଁ ସ୍ୱର୍ଗର ପରମେଶ୍ୱରଙ୍କୁ ହୃଦୟ ସହିତ ଧନ୍ୟବାଦ ଦିଏ। ତାହା ସହିତ ଆପଣ ସମସ୍ତଙ୍କୁ ମଧ୍ୟ ଧନ୍ୟବାଦ ଦିଏ। ଆପଣମାନେ ନିୟମିତ ଏହି ଚ୍ୟାନେଲ ଦ୍ୱାରା ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମ ଗୁଡ଼ିକୁ ଦେଖୁଛନ୍ତି। କେବଳ ଦେଖୁଛନ୍ତି ତାହା ନୁହେଁ, ଲାଇକ୍ ସେୟାର କମେଣ୍ଟସ୍ ଗୁଡ଼ିକ ଦ୍ୱାରା ଆପଣମାନେ ଆମମାନଙ୍କୁ ଅତ୍ୟଧିକ ପରିମାଣ ଉତ୍ସାହିତ କରୁଛନ୍ତି। ପ୍ରଭୁ ଆପଣ ସମସ୍ତଙ୍କୁ ପ୍ରଚୁର ଭାବେ ଆଶୀର୍ବାଦ କରନ୍ତୁ। ଆସନ୍ତୁ ଆଜିର ପ୍ରସଙ୍ଗ ନିକଟକୁ ଯିବା। ଆଜିର ପ୍ରସଙ୍ଗଟି ଏହି ପ୍ରକାର ଅଟେ, ଆତ୍ମିକ ସ୍ତ୍ରୀଙ୍କ 5ଟି ଗୁଣ। ଆତ୍ମିକ ସ୍ତ୍ରୀଙ୍କ 5ଟି ଗୁଣ। ପ୍ରିୟମାନେ, ଯେଉଁ ସମୟରେ ଆମେ ଆତ୍ମିକ ସ୍ତ୍ରୀ ଆମେ କହୁ, ସେହି ସମୟରେ ଆମେ ଭାବୁ ଆତ୍ମିକ ସ୍ତ୍ରୀ ସେ ପ୍ରାର୍ଥନା ଅଧିକ ସମୟ କରନ୍ତି, ଉପବାସରେ ସମୟ ବିତାନ୍ତି, ବାଇବଲ ପଢ଼ନ୍ତି। ନିହାତି ଗୋଟିଏ ଖ୍ରୀଷ୍ଟିଆନ, ଗୋଟେ ସ୍ପିରିଚୁଆଲ ଖ୍ରୀଷ୍ଟିଆନ ଭାବରେ ପ୍ରାର୍ଥନା କରିବା, ବାଇବଲ ପଢ଼ିବା, ଉପବାସ କରିବା, ଏସବୁ ଗୁଡ଼ିକ ନିହାତି ଆବଶ୍ୟକ ରହିଅଛି। ମାତ୍ର ବାଇବଲ ପଢ଼ିବା, ପ୍ରାର୍ଥନା କରିବା, ଉପବାସ କରିବା, ଏହା କରି ମଧ୍ୟ ଅନେକ ଜଣ ଆତ୍ମିକ ନୁହନ୍ତି। କାରଣ ଏସବୁ ଗୁଡ଼ିକ କେବଳ କରିଲେ ହୁଏ ନାହିଁ, ଏସବୁ କରିବା ଦ୍ୱାରା ତା'ର ଫଳ ଗୁଡ଼ିକ ଉତ୍ପନ୍ନ ହୁଏ। ସେଥିପାଇଁ ଆତ୍ମିକ ସ୍ତ୍ରୀଙ୍କର 5ଟି ଗୁଣ ମୁଁ ଆଜି ଆପଣମାନଙ୍କୁ କହିବା ପାଇଁ ଚାହେଁ। ଆଜିର ସମାଜରେ ଲୋକମାନେ ଆତ୍ମିକ ସ୍ତ୍ରୀ ଚାହୁଁନାହାନ୍ତି। ଆଜିକାଲିର ସମୟରେ ଲୋକମାନେ ସୁନ୍ଦରୀ ସ୍ତ୍ରୀ ଚାହୁଁଛନ୍ତି, ଆଉ ଧନୀ ସ୍ତ୍ରୀ, ଶିକ୍ଷିତ ସ୍ତ୍ରୀ। ସୁନ୍ଦରୀ ବି ଦରକାର, ଧନୀ ବି ଦରକାର, ଶିକ୍ଷିତ ବି ଦରକାର। ମାତ୍ର ସବୁଠୁ ଇମ୍ପୋର୍ଟାଣ୍ଟ ହେଲା ସ୍ପିରିଚୁଆଲ, ଆତ୍ମିକ ରହିବାର ଆବଶ୍ୟକ ରହିଅଛି। ସବୁ ଥିବ, ଯଦି ଆତ୍ମୀୟତା ନଥିବ ତାହେଲେ ସେ ସବୁରେ ଆପଣ ପରିବାର ଗଠନ କରିପାରିବେନି। ଆଜି ଅନେକ ଜଣ ସେସବୁ ପଛରେ ଧାଇଁ ସେମାନେ ହଇରାଣରେ ପଡ଼ିଛନ୍ତି। ମାତ୍ର ଆମେ ଆତ୍ମିକ ସ୍ତ୍ରୀଙ୍କ ବିଷୟରେ ଆମେ ଚିନ୍ତା କରୁଛୁ। ଆମେ ଦେଖିବା ଆତ୍ମିକ ସ୍ତ୍ରୀଙ୍କର ପ୍ରଥମ ଗୁଣ ହେଲା ସେ ନିଜ ସ୍ୱାମୀଙ୍କୁ ସାହାଯ୍ୟ କରେ। ନିଜର ସ୍ୱାମୀଙ୍କୁ ସାହାଯ୍ୟ କରେ। ଆଦି ପୁସ୍ତକ 2:18 ଲେଖାଗଲା, ଅନନ୍ତର ସଦାପ୍ରଭୁ ପରମେଶ୍ୱର କହିଲେ, ମନୁଷ୍ୟ ଏକାକୀ ଥିବା ଭଲ ନୁହେଁ, ଆମେ ତାହା ନିମନ୍ତେ ତାହାର ଅନୁରୂପ ସହକାରୀ ନିର୍ମାଣ କରିବା। ଗୋଟେ ଆତ୍ମିକ ସ୍ତ୍ରୀ ନିଜର ସ୍ୱାମୀଙ୍କୁ ଜବରଦସ୍ତି କରେ ନାହିଁ, ନିଜ ସ୍ୱାମୀଙ୍କୁ ସାହାଯ୍ୟ କରେ। ପ୍ରତ୍ୟେକ ସ୍ୱାମୀଙ୍କୁ ସାହାଯ୍ୟ ଦରକାର। ପ୍ରତ୍ୟେକ ସ୍ୱାମୀଙ୍କର ସଫଳତା ପଛରେ ଗୋଟିଏ ସ୍ତ୍ରୀଙ୍କର ହାତ ଥାଏ, ଆଉ ପ୍ରତ୍ୟେକ ସ୍ୱାମୀଙ୍କର ବିଫଳତା ପଛରେ ମଧ୍ୟ ଗୋଟିଏ ସ୍ତ୍ରୀଙ୍କ ହାତ ଥାଏ। ଗୋଟିଏ ଆତ୍ମିକ ସ୍ତ୍ରୀ ସେ ନିଜର ସ୍ୱାମୀଙ୍କୁ ସାହାଯ୍ୟ କରେ, ସେ ଗୋଟିଏ ଉତ୍ତମ ସହକାରିଣୀ ହୁଏ। ପ୍ରିୟମାନେ, ଏହା ବାଇବଲ ଆମମାନଙ୍କୁ ଅତି ସ୍ପଷ୍ଟ ଭାବରେ କହେ। ଆଉ ଆତ୍ମିକ ସ୍ତ୍ରୀଙ୍କର ଦ୍ୱିତୀୟ ଗୁଣ ଆପଣମାନଙ୍କ ନିକଟରେ ରଖିବା ପାଇଁ ଚାହେଁ। ତାହା ଆମେ ପାଇପାରିବା ପିତର ପୁସ୍ତକ, ପ୍ରଥମ ପିତର ପୁସ୍ତକ 3 ଏହାର 1 ଲେଖାଗଲା, ସେହିପରି ହେ ଭାର୍ଯ୍ୟାମାନେ, ତୁମ୍ଭେମାନେ ଆପଣା ଆପଣା ସ୍ୱାମୀମାନଙ୍କର ବଶୀଭୂତ ହୁଅ, ଯେପରି ସେମାନଙ୍କ ମଧ୍ୟରୁ କେହି କେହି ବାକ୍ୟର ଅନାଜ୍ଞାବହ ହେଲେ ସୁଦ୍ଧା ତୁମ୍ଭମାନଙ୍କର ସବୟ ସଦାଚରଣ ଦେଖି ବାକ୍ୟ ବିନୁ ଆପଣା ଆପଣା ଭାର୍ଯ୍ୟର ଆଚରଣ ଦ୍ୱାରା ପରିବର୍ତ୍ତିତ ହେବେ। ଗୋଟିଏ ଆତ୍ମିକ ସ୍ତ୍ରୀଙ୍କର ଦ୍ୱିତୀୟ ଗୁଣ ଏହା ଅଟେ ଯେ ନିଜ ସ୍ୱାମୀକୁ ସେ ଲାଭ କରେ। ଆଜି ଅନେକ ସ୍ତ୍ରୀମାନେ ସେମାନେ ବହୁତ ଭଲ ପ୍ରାର୍ଥନା କରନ୍ତି, ଚର୍ଚ୍ଚ ସହଭାଗିତାରେ ଲାଗି ରହନ୍ତି, ଭଲ ବାକ୍ୟ ଜାଣନ୍ତି, ମାତ୍ର ସେମାନେ ନିଜ ସ୍ୱାମୀକୁ ଲାଭ କରିପାରିନାହାନ୍ତି। କାହିଁକି ଲାଭ କରିପାରିନାହାନ୍ତି? ଯେ ସେମାନଙ୍କର ଉଚ୍ଚାରଣ ଦ୍ୱାରା ଆମେ ନିଜର ସ୍ୱାମୀକୁ ଆମେ ଲାଭ କରିପାରିବା ନାହିଁ। ଆଚରଣ ଦ୍ୱାରା ଆମେ ନିଜ ସ୍ୱାମୀକୁ ଆମେ ଲାଭ କରିପାରିବା। ଗୋଟିଏ ଆତ୍ମିକ ସ୍ତ୍ରୀ ନିଜର ସ୍ୱାମୀଙ୍କୁ, ଯେଉଁ ସ୍ୱାମୀ ବାକ୍ୟ ମାନୁନଥିବେ, ପ୍ରାର୍ଥନା ବସୁନଥିବେ, ପ୍ରଭୁଙ୍କ ପ୍ରତି ତାଙ୍କର କୌଣସି ଭୟଭକ୍ତି ନଥିବ, ମାତ୍ର ଗୋଟେ ଆତ୍ମିକ ସ୍ତ୍ରୀ ତାଙ୍କର ଆଚରଣ ଦ୍ୱାରା ନିଜ ସ୍ୱାମୀକୁ ସେ ଲାଭ କରେ। କେତେ ଉତ୍ତମ ଗୁଣ! କାରଣ ଆମେ ଗୋଟେ ଆତ୍ମିକ ସ୍ତ୍ରୀଙ୍କର 5ଟି ଗୁଣ ଆମେ ଦେଖୁଛୁ ଯେ ଗୋଟେ ଆତ୍ମିକ ସ୍ତ୍ରୀ କି ପ୍ରକାର ରହିବାର ଆବଶ୍ୟକ ରହିଅଛି। ଗୋଟେ ଆତ୍ମିକ ସ୍ତ୍ରୀ ନିଜର ସ୍ୱାମୀଙ୍କୁ ସେ ଲାଭ କରେ। ହିତୋପଦେଶ 14 ଆମେ 1 ପଢ଼ିବା, ଜ୍ଞାନବତୀ ସ୍ତ୍ରୀ ଆପଣା ଗୃହ ଗନ୍ଥଇ। ଗୋଟିଏ ସ୍ତ୍ରୀ ସେ ନିଜର
ଘରକୁ ଗୁନ୍ଥେ। ଗୋଟେ ଆତ୍ମିକ ସ୍ତ୍ରୀ ସେ ନିଜର ଘର ଯେଉଁ ବିଗିଡ଼ି ଯାଇଥିବା ଘରକୁ ସେ ଏତେ ସୁନ୍ଦର ଭାବରେ ସେ ଗଢ଼ିପାରେ, ତିଆରି କରିପାରେ। ଏଇଟା ହେଉଛି ଆତ୍ମିକ ସ୍ତ୍ରୀଙ୍କର ଗୁଣ। ଗୋଟିଏ ଜ୍ଞାନବାନ ସ୍ୱାମୀ ଆପଣା ଘର ଗୁନ୍ଥେ ନାହିଁ, ମାତ୍ର ଗୋଟିଏ ଜ୍ଞାନବତୀ ସ୍ତ୍ରୀ ଆପଣା ଗୃହ ଗୁନ୍ଥଇ ମାତ୍ର ଅଜ୍ଞାନ ସ୍ୱହସ୍ତରେ ତାହା ଭାଙ୍ଗିଦିଏ। ଭାଙ୍ଗିବା ପାଇଁ ଅନ୍ୟ କାହାକୁ ଡାକିବାର ଆବଶ୍ୟକ ନାହିଁ। ଆମର ଅଜ୍ଞାନପଣତା ଆମର ଘରକୁ ଭାଙ୍ଗିଦିଏ। ମାତ୍ର ଗୋଟେ ଆତ୍ମିକ ସ୍ତ୍ରୀ କେବେ ହେଲେ ମଧ୍ୟ ସେ ନିଜ ଘରକୁ ସେ କେବେ ଭାଙ୍ଗେ ନାହିଁ। ସବୁ ସମୟରେ ତାକୁ ପରମେଶ୍ୱର ଏ ପ୍ରକାର ଜ୍ଞାନ ଦେଇଛନ୍ତି, ସେହି ଜ୍ଞାନ ଦ୍ୱାରା ସେ ସବୁ ସମୟରେ ନିଜର ଘରକୁ ସେ ତିଆରି କରେ, ଗଠନ କରେ, ଭାଙ୍ଗିବାକୁ ଦିଏ ନାହିଁ। ଗୋଟେ ଆତ୍ମିକ ସ୍ତ୍ରୀଙ୍କର ଆମେ ଦେଖିଲୁ ତୃତୀୟ ଗୁଣ। ଚତୁର୍ଥ ଗୁଣ ଆମେ ଦେଖିବା ପାଇଁ ଯିବା। ଗୋଟିଏ ଆତ୍ମିକ ସ୍ତ୍ରୀଙ୍କର ହିତୋପଦେଶ, ଏହାର 31 ଅଧ୍ୟାୟରେ 11 ପଦ, ତାହାର ସ୍ୱାମୀର ହୃଦୟ ତାହାଠାରେ ନିର୍ଭର କରେ, ପୁଣି ତାହାର ଲାଭର ଅଭାବ ହୁଏ ନାହିଁ। 12 ପଦ, ସେ ଜୀବନ ଯାଏ ସ୍ୱାମୀର କ୍ଷତି ନ କରି ମଙ୍ଗଳ କରେ। ପ୍ରିୟମାନେ, ଏତେ ସୁନ୍ଦର ଗୋଟେ ଆତ୍ମିକ ସ୍ତ୍ରୀ ଜୀବନ ଯାଏ କେବେ ହେଲେ ମଧ୍ୟ ସ୍ୱାମୀଙ୍କର ଅନେକ ପ୍ରକାର ବ୍ୟବହାର ଥାଏ, ବିଭିନ୍ନ ପ୍ରକାର ମୁଡ୍ ଥାଏ ସ୍ୱାମୀମାନଙ୍କର, କେତେବେଳେ କେଉଁ ପ୍ରକାର ଭାବରେ ସ୍ତ୍ରୀମାନଙ୍କ ପ୍ରତି ବ୍ୟବହାର କରନ୍ତି। ମାତ୍ର ଗୋଟେ ଆତ୍ମିକ ସ୍ତ୍ରୀ କେବେ ହେଲେ ମଧ୍ୟ ନିଜର ସ୍ୱାମୀଙ୍କର କ୍ଷତି କରନ୍ତି ନାହିଁ। ପ୍ରତି ସମୟରେ ନିଜ ସ୍ୱାମୀଙ୍କର ମଙ୍ଗଳ ହିଁ ମଙ୍ଗଳ କରେ। କେବେ ହେଲେ ମଧ୍ୟ ସ୍ୱପ୍ନରେ କି ଚିନ୍ତା ଭାବନାରେ ସେମାନେ ନିଜର ସ୍ୱାମୀଙ୍କର ଅମଙ୍ଗଳ ଚିନ୍ତା କରନ୍ତି ନାହିଁ। ସବୁ ସମୟରେ ନିଜ ସ୍ୱାମୀଙ୍କର ମଙ୍ଗଳ 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 ହିଁ ଚିନ୍ତା କରେ। ଗୋଟେ ଆତ୍ମିକ ସ୍ତ୍ରୀଙ୍କର ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ, ପଞ୍ଚମ ଗୁଣ, ତାହାର ସ୍ୱାମୀ ଦେଶୀୟ ପ୍ରାଚୀନମାନଙ୍କ ସଙ୍ଗେ ନଗର ଦ୍ୱାରରେ ବସିଲା ବେଳେ ଚିହ୍ନାଯାଏ। ସେ ଚିହ୍ନା ଯାଆନ୍ତି ନାହିଁ। ତାଙ୍କର ସ୍ୱାମୀକୁ ସବୁବେଳେ ଉପରେ ରଖନ୍ତି, ସ୍ୱାମୀକୁ ସବୁବେଳେ ଉଚ୍ଚରେ ରଖନ୍ତି, ଯେ ପ୍ରକାର କି ମୋ ସ୍ୱାମୀ ଚିହ୍ନା ଯାଉ, ମୋ ସ୍ୱାମୀକୁ ଲୋକମାନେ ଜାଣନ୍ତୁ। ପ୍ରିୟମାନେ, ଗୋଟେ ଆତ୍ମିକ ସ୍ତ୍ରୀଙ୍କର ଆମେ 5ଟି ଆମେ ଗୁଣ ଦେଖୁଥିଲୁ। ଉତ୍ତମ ଗୁଣ ଗୁଡ଼ିକ ସବୁ ସମୟରେ ସେ ନିଜର ସ୍ୱାମୀଙ୍କୁ ସାହାଯ୍ୟ କରେ। ସ୍ୱାମୀଙ୍କୁ ସାହାଯ୍ୟ ନିହାତି ଆବଶ୍ୟକ ରହିଅଛି। ନିଜ ସ୍ୱାମୀକୁ ସେ ଲାଭ କରେ, ହରାଏ ନାହିଁ। ନିଜ ସ୍ୱାମୀକୁ ନିଜର ଆଚରଣ ଦ୍ୱାରା ସେ ଲାଭ କରେ। ଆଉ ସେ ନିଜର ସ୍ୱାମୀଙ୍କର ଘର, ନିଜର ଘରକୁ ସେ କେବେ ହେଲେ ଭାଙ୍ଗିବା ପାଇଁ ଦିଏ ନାହିଁ। ତାର ଜ୍ଞାନ ଦ୍ୱାରା, ତାର ଆତ୍ମୀୟତା ଦ୍ୱାରା ସବୁ ସମୟରେ ସେ ନିଜ ପରିବାରକୁ ସେ ଗଠନ କରେ। ଆମେ ଦେଖୁଛୁ ଚତୁର୍ଥ ବିଷୟ, କେବେ ହେଲେ ମଧ୍ୟ ନିଜ ସ୍ୱାମୀଙ୍କର କ୍ଷତି କରନ୍ତି ନାହିଁ। ସବୁବେଳେ ନିଜ ସ୍ୱାମୀଙ୍କର ମଙ୍ଗଳ ଚେଷ୍ଟା। କି ପ୍ରକାର ଭାବରେ ମୁଁ ମୋ ସ୍ୱାମୀଙ୍କର ପଇସାକୁ ବଞ୍ଚାଇ ଦେବି, କି ପ୍ରକାର ଭାବରେ ମୋ ସ୍ୱାମୀଙ୍କୁ ଟିକେ ସାହାଯ୍ୟ କରିପାରିବି, ବିଶ୍ରାମ ଦେଇପାରିବି। ପ୍ରିୟମାନେ, ଏଇଟା ସବୁବେଳେ ମଙ୍ଗଳ ହିଁ ଚିନ୍ତା କରେ। କି ପ୍ରକାର ଭଲ ରୋଷେଇ କରି ଖାଇବାକୁ ଦେଇପାରିବି, ଏଇଟା ସେ ଚିନ୍ତା କରେ। ଆମେ ଶେଷରେ ଦେଖୁଥିଲୁ ଗୋଟିଏ ଆତ୍ମିକ ସ୍ତ୍ରୀ କେବେ ହେଲେ ମଧ୍ୟ ନିଜେ ଚିହ୍ନା ଯିବା ପାଇଁ ସେମାନେ ଆଗକୁ ହୁଅନ୍ତି ନାହିଁ। ସବୁବେଳେ ନିଜର ସ୍ୱାମୀଙ୍କୁ ଲୋକମାନେ ଯେ ପ୍ରକାର ଚିହ୍ନିବେ, ବାହାରେ ବସିଲା ବେଳେ, ଉଠିଲା ବେଳେ, ଏହି ପ୍ରକାର ଭାବରେ ତାଙ୍କୁ ସେ ପ୍ରସ୍ତୁତ କରିଥାନ୍ତି। ପ୍ରିୟମାନେ, ଆମେ ଗୋଟେ ଆତ୍ମିକ ସ୍ତ୍ରୀ ଯଦି ଆମେ ପାଇବୁ, ଆମର ପରିବାର, ଆମର ଘର ସ୍ୱର୍ଗ ହୋଇଯିବ। ଆଉ ଏହି ଦିନମାନଙ୍କରେ ଆମମାନେ ଆତ୍ମିକ ସ୍ତ୍ରୀ ଆମେ କି ପ୍ରକାର ପାଇବା ବା ଆତ୍ମିକ ସ୍ତ୍ରୀ ଆମେ କି ପ୍ରକାର ହେବା, ଆମେ ସେହି ବିଷୟକୁ ନେଇ ଆମେ ପ୍ରାର୍ଥନା କରିବାର ଆବଶ୍ୟକ ରହିଛି। ପଦେ ପ୍ରାର୍ଥନା କରିବା। ମଙ୍ଗଳମୟ ପିତା, ଆମେ ତୁମକୁ ଧନ୍ୟବାଦ ଦେଉଛୁ, କାରଣ ତୁମେ ମହାନ ସର୍ବଶକ୍ତିମାନ ଅଟ। ଗୋଟେ ଆତ୍ମିକ ସ୍ତ୍ରୀଙ୍କର ଗୁଣ ଚରିତ୍ର ଗୁଡ଼ିକ ତୁମେ ଆମମାନଙ୍କ ନିକଟରେ ରଖୁଥିଲ, ସେଥିପାଇଁ ମୁଁ ତୁମକୁ ଧନ୍ୟବାଦ ଦିଏ। ଆତ୍ମିକ ସ୍ତ୍ରୀମାନେ କି ପ୍ରକାର ହେବାର ଆବଶ୍ୟକ ରହିଅଛି, ସେ ବିଷୟରେ ତୁମେ ଆମମାନଙ୍କୁ ଅତି ପ୍ରାଞ୍ଜଳ ଭାବରେ ଶିକ୍ଷା ଦେଇଛ। ଧନ୍ୟବାଦ। ଆଉ ପ୍ରଭୁ, ଆତ୍ମିକ ସ୍ତ୍ରୀମାନେ ଯେ ପ୍ରକାର ନିଜ ପରିବାରକୁ ଉତ୍ତମ ଭାବରେ ଯତ୍ନ ନେଉଛନ୍ତି, ସେ ପ୍ରକାର ସବୁ ସ୍ତ୍ରୀମାନେ ଆତ୍ମିକ ହୁଅନ୍ତୁ। ନିଜ ପରିବାରକୁ ଉତ୍ତମ ଭାବରେ ଯତ୍ନ ନେଇ ଗୁଣ ଚରିତ୍ର ଦ୍ୱାରା ସେମାନେ ସମସ୍ତଙ୍କର ପ୍ରିୟ ପାତ୍ର ହୁଅନ୍ତୁ। ପ୍ରାର୍ଥନା ଶୁଣିଛ, ଧନ୍ୟବାଦ। ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛି, ଆମେନ୍ ଆମେନ୍। ପ୍ରେଜ୍ ଦ ଲର୍ଡ। ପ୍ରଭୁ ଆମ ସମସ୍ତଙ୍କୁ ପ୍ରଚୁର ଭାବେ ଆଶୀର୍ବାଦ କରନ୍ତୁ। ପ୍ରଭୁ ଅନୁଗ୍ରହ କଲେ ଆସନ୍ତା ଅଧ୍ୟାୟରେ ଗୋଟେ ନୂଆ ପ୍ରସଙ୍ଗରେ ପରସ୍ପର ସହିତ ସାକ୍ଷାତ କରିବା ରହିବା। ନମସ୍କାର। ପ୍ରେଜ୍ ଦ ଲର୍ଡ। ଗଡ୍ ବ୍ଲେସ୍ ୟୁ।